ଗୋଟିଏ ଦିନର କଥା। ମିନୁ ଚଢ଼େଇ ଭୋଜନ ଖୋଜିବା ପାଇଁ ଯାଇଥିଲା। ତାର ସୁଯୋଗ ନେଇ ବାଜୁଚିଲ ସେଠାକୁ ଆସି ତାର ଛୁଆଙ୍କୁ ଉଠେଇ ନିଏ। ଏବେ ତ ତୁମକୁ ବହୁତ ମଜା ନେଇ ଖାଇବି। ତୁମର ମା ବି ଏଠାକୁ ଆସିପାରିବେ ନାହିଁ। ମୁଁ ତ ତୁମକୁ ଛାଡ଼ିବିନି। ମିନୁ ଚଢ଼େଇର ଦୁଇ ଛୁଆ ବହୁତ ଡରି ଯାଆନ୍ତି। ଆଉ ଏବେ ମୁଁ ଟିକେ ଆରାମ କରିଦିଏ, ତାପରେ ଏମାନଙ୍କୁ କଡ଼େଇରେ ଛାଣି ଖାଇବି ଆଉ ବହୁତ ମଜା କରିବି। ଏହା କହି ସେ ଚିଲ କିଛି ସମୟ ପାଇଁ ଆରାମ କରେ। ରାନୀ, ଆଜି ତ ଭୋଜନ ମିଳୁନି। ଆମେ ତ କେତେବେଳୁ ଭୋଜନ ଖୋଜୁଛେ। ଭୋଜନ ଖୋଜିବା ପାଇଁ ପାହାଡ଼ ଆଡ଼କୁ ଆସିଗଲେଣି, ତଥାପି ତ ଆମକୁ ଭୋଜନ ମିଳୁନି। ଆମେ ଆଉ କିଛି ସମୟ ଏହି ପାହାଡ଼ରେ ଭୋଜନ ଖୋଜିବା, ନହେଲେ ବସି ବସି ତ ଆମକୁ ଭୋଜନ ମିଳିବନି। ଆମେ ତ ଚୋରି କରିବା ବି ଛାଡ଼ି ଦେଇଛେ। ଆମକୁ ଏବେ କେବଳ କଷ୍ଟ କରି ଖାଇବା ଖୋଜିବାକୁ ହେବ। ହଁ, ତମେ ଠିକ କହିଛ। ଏହା ପରେ ସେମାନେ ଭୋଜନ ଖୋଜିବାକୁ ଚାଲି ଯାଆନ୍ତି। ଭୋଜନ ଖୋଜିବା ସମୟରେ ସେମାନଙ୍କର ନଜର ମିନୁ ଚଢ଼େଇଙ୍କ ଛୁଆଙ୍କ ଉପରେ ପଡ଼େ। ଶୀଘ୍ର ସେମାନଙ୍କ ପାଖକୁ ଯାଆନ୍ତି। ଇଏ ତ ମିନୁ ଚଢ଼େଇର ଛୁଆ ଲାଗୁଛି। ଏ ଅତ୍ୟାଚାରୀ ଚିଲ ଏମାନଙ୍କୁ ନେଇ ଆସିଛି। ମିନୁ ଚଢ଼େଇ ତ ବହୁତ ଚିନ୍ତା କରୁଥିବ। ହଁ, ଆମକୁ କୌଣସି ପ୍ରକାର ଛୁଆଙ୍କୁ ମିନୁ ଚଢ଼େଇ ପାଖକୁ ନେଇଯିବାକୁ ହେବ। ଏହି ମୌକା ବହୁତ ଭଲ ଅଛି। ଚାଲ ରାନୀ, ଆମେ ଶୀଘ୍ର ଛୁଆଙ୍କୁ ଏଠାରୁ ନେଇଯିବା। ଯଦି ଚିଲ ଉଠିଯିବ ଏହି ଛୁଆଙ୍କ ସହ, ଆମକୁ ବି ସେ ଛାଡ଼ିବନି। କାଳୁ ସେଠାରୁ ଜାଲକୁ ବାହାର କରି ପକେଇ ଦିଏ। କାଳୁ ଆଉ ରାନୀ ସେଠାରୁ ଛୁଆଙ୍କୁ ନେଇ ଆସନ୍ତି ଭାରି। ଚିଙ୍କି ଚଢ଼େଇ ଆଉ ସୋନୁ ଚଢ଼େଇ କୁଆଡ଼େ ଗଲେ? ମୁଁ କିଛି ସମୟ ପାଇଁ ତାଙ୍କୁ ଛାଡ଼ି ଭୋଜନ ପାଇଁ ଯାଇଥିଲି। ମିନୁ ଚଢ଼େଇ, ତମେ ଚିନ୍ତା କର ନାହିଁ। ଆମେ ତାଙ୍କୁ ଖୋଜିବା ଆଉ ଆଶା ସେମାନେ ଆମକୁ ମିଳିଯିବେ। ମିଟୁ ଶୁଆ, ଆଉ ଏପରି ନୁହଁ ତ। ମୁଁ ଯିବା କ୍ଷଣି ଏଠାକୁ କୌଣସି ଚିଲ ଆସି ସେମାନଙ୍କୁ ନେଇଯାଇଥିବ। ନାହିଁ ମିନୁ ଚଢ଼େଇ, ଏପରି ହୋଇନଥିବ। ସେମାନେ ଆମକୁ ଶୀଘ୍ର ମିଳିଯିବେ। ମିଟୁ ଶୁଆ ଏତିକି କହିଥିଲା। ସେତେବେଳେ କାଳୁ ଆଉ ରାନୀ କାଉ ସେଠାକୁ ଚିଙ୍କି ଚଢ଼େଇ ଆଉ ସୋନୁ ଚଢ଼େଇକୁ ନେଇ ଆସନ୍ତି। ତୁମେ ଦୁଇ ଜଣ କୁଆଡ଼େ ଚାଲି ଯାଇଥିଲ? ମୁଁ କେତେ ଚିନ୍ତାରେ ଥିଲି। କାଳୁ କାଉ, ରାନୀ କାଉ, ଏହି ଦୁଇ ଜଣ ତୁମକୁ କେଉଁଠୁ ମିଳିଲେ? ମିନୁ ଚଢ଼େଇ, ଆମେ ଭୋଜନ ଖୋଜିବା ପାଇଁ ଯାଇଥିଲୁ। ସେଠାରେ ଜାଲରେ ତାଙ୍କୁ ବନ୍ଦୀ ହୋଇଥିବା ଦେଖିଲୁ। ଆଉ ଆମେ ଶୀଘ୍ର ସେମାନଙ୍କ ପାଖକୁ ଗଲୁ। ଏକ ଚିଲ ତାଙ୍କୁ ବନ୍ଦୀ କରିଥିଲା। ସେ ଚିଲ ଶୋଇଥିଲା। ଆମେ ତାର ସୁଯୋଗ ନେଇ ଛୁଆଙ୍କୁ ସେଠାରୁ ନେଇ ଆସିଲୁ। କାଳୁ ଆଉ ରାନୀ, ତୁମକୁ ଧନ୍ୟବାଦ। ତମ ଯୋଗୁଁ ଆଜି ମୋ ଛୁଆଙ୍କ ଜୀବନ ବଞ୍ଚିଗଲା। ମିନୁ, ଧନ୍ୟବାଦ ଦେବା ଦରକାର ନାହିଁ। ଏହା ତ ଆମ କର୍ତ୍ତବ୍ୟ ଥିଲା। ଏହା କହି ସେମାନେ ସେଠାରୁ ଚାଲି ଯାଆନ୍ତି। ଏହା କଣ ହୋଇଗଲା? ଦୁଇ ଛୁଆଙ୍କୁ ତ ମୁଁ ଏଠି ଜାଲରେ ବନ୍ଦୀ କରିଥିଲି। ସେମାନେ କିପରି ଏଠାରୁ ଚାଲିଗଲେ? ମୁଁ ଏବେ କଣ ଖାଇବି? ମୋତେ ଏବେ ଜୋରେ ଭୋକ ଲାଗୁଛି। ମୋତେ ବହୁତ ରାଗ ଆସୁଛି। ଚିଲ ବହୁତ ରାଗରେ ଥିଲା। ସେ ସାମ୍ନାରେ ଦେଖିଲା କାଳୁ କାଉର ଏକ ପଙ୍ଖ ପଡ଼ିଥିଲା। ସେ ଏହା ଦେଖି ଜାଣିଗଲା ଯେ କାଳୁ କାଉ ଆସି ଛୁଆଙ୍କୁ ନେଇ ସେଠାରୁ ପଳେଇଛି। କାଳୁ ଆଉ ରାନୀ କାଉର ଏସବୁ କାମ। ମୁଁ ସେମାନଙ୍କୁ ଛାଡ଼ିବିନି। ମୁଁ ସେମାନଙ୍କୁ ଏପରି ବୁଦ୍ଧି ଶିଖେଇବି ଯେ ଜୀବନ ସାରା ସେ ମନେ ରଖିବେ। ଜଙ୍ଗଲରେ ରାତି ହୋଇଯାଏ। ଚିଲ ଏକ ଚିଠି ଲେଖେ। କାଳୁ ଆଉ ରାନୀ କାଉ ପାଖରେ ନେଇ ରଖିଦିଏ। ପରଦିନ ସକାଳେ ସେ ଉଠି ଦେଖନ୍ତି ତ ଏକ ଚିଠି ପଡ଼ିଛି। କାଳୁ କାଉ ଚିଠିକୁ ଉଠେଇ ପଢ଼େ। ଏଥିରେ ଲେଖା ଅଛି, ଜଙ୍ଗଲରେ ଥିବା ପାଖ ଗୁମ୍ଫାରେ ବହୁତ ଭୋଜନ ପଡ଼ିଛି। ଯାହାକୁ ଭୋଜନ ଦରକାର
ଶୀଘ୍ର ସେଠାକୁ ଚାଲିଯାଅ। ମତେ ଲାଗୁଛି ଆମ ସହ କିଏ ମଜାକ କରିଛି। କୌଣସି ପକ୍ଷୀ ଯିବା ଆସିବା କରନ୍ତି ନାହିଁ ସେଠାକୁ। କାଳୁ, ଚାଲ ସେଠାକୁ ଯାଇ ଦେଖିଦବା। ଯଦି ଭୋଜନ ଥିବ ତ ଆମର ଲାଭ, ଆଉ ଯଦି ଭୋଜନ ନଥିବ ତେବେ ତ କୌଣସି କ୍ଷତି ବି ହେବ ନାହିଁ। ଏହା କହି ସେ ଗୁମ୍ଫା ଆଡକୁ ଯାଆନ୍ତି। ଗୁମ୍ଫା ଭିତରକୁ ଯାଇ ଦେଖନ୍ତି ନା ତ ସେଠି କୌଣସି ପକ୍ଷୀ ଅଛି, ନାହିଁ ଭୋଜନ। ସେତେବେଳେ ହଠାତ୍ ତାଙ୍କ ଉପରେ ଏକ ଜାଲ ପଡେ। ଆମ ଉପରେ ଜାଲ କିପରି ପଡ଼ିଲା? ଆମକୁ ଏଠାରୁ ବାହାର କର। କାଳୁ ଆଉ ରାନୀ କାଉ, ଜାଲ ମୁଁ ପକେଇଛି। ତମେ ମୋ ସହ କିଛି ଭଲ କଲନି। ତମେ ମୋ ଶିକାର ମୋଠୁ ଛଡ଼େଇ ନେଇ ତୁମକୁ ମୁଁ ଛାଡ଼ିବିନି। ଆଜି ମୁଁ ତୁମକୁ କଡ଼େଇରେ ପକେଇ ଖାଇବି। ସେ ସେମାନଙ୍କୁ ଏକ କଡ଼େଇରେ ପୂରେଇ ଛାଣିବାକୁ ଯାଉଥିଲା। ଏସବୁ ଏକ ପକ୍ଷୀ ବାହାର ଗୁମ୍ଫାରେ ରହି ଦେଖୁଥିଲା। ବାବାରେ ବାବା, ଏ ଚିଲ ତ କାଳୁ ଆଉ ରାନୀକୁ କଡ଼େଇରେ ପକେଇବାକୁ ଯାଉଛି। ମତେ ଯାଇ ଶୀଘ୍ର ମିନୁ ଚଢ଼େଇକୁ କହିବାକୁ ପଡ଼ିବ। ସେ ପକ୍ଷୀ ଯାଇ ମିନୁ ଚଢ଼େଇକୁ ସବୁ କୁହେ। ବାପ୍ରେ, ବାଜୁ ଚିଲ ତ ସେମାନଙ୍କୁ ନେଇଯାଇଛି। ମତେ କିଛି କରିବାକୁ ପଡ଼ିବ। ତା ମୁଣ୍ଡରେ ଏକ ବୁଦ୍ଧି ଆସେ। ସେ ଶୀଘ୍ର ଚିଲ ପାଖକୁ ଯାଇ କୁହେ, ଚିଲ, ତମର ଅଣ୍ଡା ଏକ ପେଚା ଭାଙ୍ଗି ପିଇଦେଲାଣି। ଚିଲ ଏହା ଶୁଣି କୁହେ, କଣ, ଏକ ପେଚା ମୋ ଅଣ୍ଡାକୁ ନେଇଛି? ତାର ଏତେ ସାହସ! ମୁଁ ତାକୁ ଛାଡ଼ିବିନି। ଏହା କହି ସେ ଚିଲ ସେଠାରୁ ଚାଲିଯାଏ। କାଳୁ ଆଉ ରାନୀ, ତମେ ଏଠାରୁ ଶୀଘ୍ର ଚାଲିଯାଅ, ନହେଲେ ସେ ଚିଲ ଏଠାକୁ ଆସିଯିବ। କାଳୁ, ରାନୀ ଆଉ ମିନୁ ଚଢ଼େଇ ସମସ୍ତେ ସେଠାରୁ ଚାଲିଯାଆନ୍ତି। ଚିଲ ଯେବେ ଯାଇ ତା ଅଣ୍ଡାକୁ ଦେଖେ ସେ ବହୁତ ଖୁସି ହୋଇଯାଏ। ଏଇଥିରୁ ଆମେ ଶିଖିଲେ, ଆମେ ଯଦି ମିଳିମିଶି ଅନ୍ୟର ସାହାଯ୍ୟ କରିବା ତେବେ କଠିନରୁ କଠିନ ବିପଦ ବି ଆମେ ସାମ୍ନା କରିପାରିବା। ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ।